ନମସ୍କାର। ଆଜିର ଧ୍ୟାନର ଦ୍ୱିତୀୟ ଏପିସୋଡ ବା ଦ୍ୱିତୀୟ ଭାଗକୁ ଆପଣମାନଙ୍କୁ ସ୍ୱାଗତ। ଧ୍ୟାନ ଏବଂ ପ୍ରାର୍ଥନା ଭିତରେ ଥିବା ଫରକ ଉପରେ ଆମେ ବିଗତ ସପ୍ତାହରେ ଆମେ ଆଲୋଚନା କରିଥିଲେ। ଆଜିର ଟପିକ ଯୋଉଟା ହଉଛି ସେଟା ହଉଛି ଧ୍ୟାନ। ଧ୍ୟାନ କ'ଣ? ଧ୍ୟାନ ଆମେ କେମିତି କରିବା? ଧ୍ୟାନ କରିବା ଦ୍ୱାରା ଆମେ କ'ଣ ଲାଭ ପାଇବା ବା କ'ଣ ଉପଲବ୍ଧି ପାଇବା? ସେଇ ବିଷୟରେ ଆମେ ଆଜି ବୁଝିବାକୁ ଚେଷ୍ଟା କରିବା ଯେ ଧ୍ୟାନର ଉପକାରିତା ଆମ ଉପରେ କ'ଣ ଅଛି, ଧ୍ୟାନ କରିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ ଏବଂ ଧ୍ୟାନର ଅର୍ଥ କ'ଣ। ୟାକୁ ବୁଝିବାକୁ ହେଲେ ଆମେ ଗୋଟେ ଷ୍ଟୋରିରୁ ଆରମ୍ଭ କରିବା। ଗୋଟେ ଷ୍ଟୋରି ବା ଗୋଟେ ଗପରୁ ଆମେ ଆରମ୍ଭ କରିବା ଆମର ଧ୍ୟାନର ଯେଉଁ ବୁଝିବାର ଯେଉଁ କାର୍ଯ୍ୟକ୍ରମଟି। ସେଇ ଷ୍ଟୋରିଟି ଏଇଭଳିଆ। ଚୀନର ଜଣେ ଗୋଟେ ପ୍ରଖ୍ୟାତ ଦାର୍ଶନିକ ଥିଲେ, ଯାହାଙ୍କ ନାଁ ଥିଲା ଚାଙ୍ଗ ଚିଙ୍ଗ। ସେ ଚାଙ୍ଗ ଚିଙ୍ଗ ଯିଏ ଥିଲେ, ସେ ଜଣେ ବହୁତ ବଡ଼ ଦାର୍ଶନିକ ଥିଲେ ଏବଂ କୁହାଯାଏ ଯେ ଚୀନରେ ଏଭଳି ସୌନ୍ଦର୍ଯ୍ୟବାନ ମାନେ ସୁନ୍ଦର ଦେଖାଯାଉଥିବା ଦାର୍ଶନିକ ମଧ୍ୟ କେବେ ହେଇନାହାନ୍ତି ତାଙ୍କ ଭଳି। ଏବଂ ସିଏ ସୌନ୍ଦର୍ଯ୍ୟ ଏବଂ ଏଥିକ୍ସ ଉପରେ ବହୁତ ଗୁଡ଼ାଏ ବହି ବା ପୁସ୍ତକ ସେ ଲେଖିଛନ୍ତି, ବହୁତ ରଚନା ମଧ୍ୟ ସେ କରିଛନ୍ତି ଏବଂ ତାଙ୍କ ଭଳି ରଚନା ବା ପୁସ୍ତକ ସୌନ୍ଦର୍ଯ୍ୟ ଉପରେ ଚୀନରେ ପୂର୍ବରୁ କେହି ଲେଖିନଥିଲେ। ତେଣୁ ସେଇ ଦୃଷ୍ଟିରୁ ଚାଙ୍ଗଚିଙ୍ଗଙ୍କର ଗୋଟେ ଗୁରୁତ୍ୱ ରହିଛି ଚୀନରେ ବିଭିନ୍ନ ସୌନ୍ଦର୍ଯ୍ୟକୁ ନେଇକି ବିଭିନ୍ନ ଗପ, ବିଭିନ୍ନ ପୁସ୍ତକ ରଚନା କରିବାରେ। ଏବଂ ଦୀର୍ଘ 20 ବର୍ଷ ଧରିକି ସେ ଏଇ ସୌନ୍ଦର୍ଯ୍ୟ ଉପରେ ବିଭିନ୍ନ ରିସର୍ଚ୍ଚ, ବିଭିନ୍ନ ଗ୍ରନ୍ଥ ରଚନା କରିବା ଏବଂ ପୁସ୍ତକ ରଚନା କରିବା, ୟାରି ଭିତରେ ସିଏ ବୁଡ଼ିକି ରହିଥିଲେ। ଦୀର୍ଘ 20 ବର୍ଷ ଧରିକି ତାଙ୍କର କାମ ମୁଖ୍ୟ ଥିଲା ହେଉଛି ସୌନ୍ଦର୍ଯ୍ୟ ଉପରେ ସେ ବିଭିନ୍ନ ରିସର୍ଚ୍ଚ କରିବା ଏବଂ ତା ଉପରେ ବିଭିନ୍ନ ବହି ଲେଖିବା, ରଚନା କରିବା, ଏଇ ଉପରେ ସେ ତାଙ୍କର ଜୀବନ ଅତିବାହିତ କରୁଥିଲେ। ଦିନକର ଘଟଣା, ଗୋଟେ ଦିନ ସେ ମଧ୍ୟରାତ୍ରିରେ ତାଙ୍କର ନିଦ ଭାଙ୍ଗି ଯାଇଛି ଏବଂ ସେ ହଠାତ୍ ଉଠିକି ତାଙ୍କ ଘରର ଝରକାକୁ ଯେତେବେଳେ ଖୋଲିଛନ୍ତି, ଖୋଲିଲା ପରେ ବାହାରେ ଦେଖିଛନ୍ତି ଯେ ସ୍ପଷ୍ଟ ଦିବାଲୋକ ଭଳି ଚନ୍ଦ୍ରମା ପଡ଼ିଛନ୍ତି ଏବଂ ଚନ୍ଦ୍ରମା ପୂର୍ଣ୍ଣ ଚନ୍ଦ୍ର ଅଛନ୍ତି ଏବଂ ବହୁତ ପରିଷ୍କାର ଦେଖାଯାଉଛି। ଏଇଟାକୁ ଦେଖିଲା ପରେ ତାଙ୍କୁ ବହୁତ ଭଲ ଲାଗିଛି ଏବଂ ସେ କବାଟ ଖୋଲିକି ଦୁଆରକୁ ଯେତେବେଳେ ଝାଙ୍କିକି ଦେଖିଛନ୍ତି, ପୁରା ଦୁନିଆ ପୁରା ସ୍ପଷ୍ଟ ଦିବାଲୋକ ଭଳି ଅନୁଭୂତ ହେଇଛି ଏବଂ ସେ ଉଠିକି ଦୁଆରକୁ ପଳେଇଛନ୍ତି ଏବଂ ଚନ୍ଦ୍ରକୁ ଦେଖିବାକୁ ଆରମ୍ଭ କରିଛନ୍ତି। ଠିକ୍ ସେଇ ସମୟରେ ଧୀରେ ଧୀରେ ବା ମୃଦୁ ପବନ ବା ବୋହିବା ଆରମ୍ଭ ହେଇଛି ଏବଂ ଫୁଲର ବାସ୍ନା ଇତ୍ୟାଦି ତାଙ୍କ ଅନୁଭବ କରିପାରୁଛନ୍ତି ଏବଂ ଠିକ୍ ସେଇ ସମୟରେ ଗୋଟେ ପକ୍ଷୀଟେ କ'ଣ ହେଇଛି ନା ସେ କିଛି ଗୋଟେ ରାବ କରିଛି ବା ବୋବେଇବା ଆରମ୍ଭ କରିଛି, ମଧୁର ସ୍ୱର ଯାହାକୁ କୁହନ୍ତି। ଏବଂ ସେଇ ବୋବେଇଲା ପରେ, ସେ ଶବ୍ଦଟି ଶୁଣିଲା ପରେ ତାଙ୍କ ମନରେ କିଛି ଗୋଟେ ମାନେ ଗୋଟେ ଅତି ଆଶ୍ଚର୍ଯ୍ୟକର ଘଟଣା ଘଟିଲା ଭଳି ତାଙ୍କୁ ଲାଗିଛି, ଗୋଟେ ଅଦ୍ଭୁତ ଅନୁଭବ ତାଙ୍କୁ ହେଇଛି ଏବଂ ସେଇଠି ସେ କହୁଛନ୍ତି ହାଉ ମିଷ୍ଟେକ୍ ଆଇ ୱାଜ୍, ମୁଁ କୋଉ ଭଳିଆ ଭୁଲ ଥିଲି ବୋଲି କହିବା ଆରମ୍ଭ କରିଛନ୍ତି। ଏବଂ ସେ କହୁଛନ୍ତି ସେଇ ସମୟରେ ଯେ ମୁଁ ଆଜି ପର୍ଯ୍ୟନ୍ତ 20 ବର୍ଷ ହେବ, ଦୀର୍ଘ 20 ବର୍ଷ ହେବ ସୌନ୍ଦର୍ଯ୍ୟ କ'ଣ, ସୌନ୍ଦର୍ଯ୍ୟ ଉପରେ ବିଭିନ୍ନ ରିସର୍ଚ୍ଚ, ବିଭିନ୍ନ ପୁସ୍ତକ ଲେଖିବା ଆରମ୍ଭ କରିଥିଲେ, କିନ୍ତୁ ସୌନ୍ଦର୍ଯ୍ୟ କ'ଣ ତାର ଅନୁଭବ ମୁଁ କେବେ କରିନଥିଲି। ବାସ୍ତବରେ ଆଜି ମୁଁ ମୋ ମନର ଝରକା ଯେତେବେଳେ ଖୋଲିଲି, ସେତେବେଳେ ମୋତେ ପୃଥିବୀ ଏତେ ସୌନ୍ଦର୍ଯ୍ୟବାନ ଅନୁଭବ ହେଲା। ଆଉ ସୌନ୍ଦର୍ଯ୍ୟତା କ'ଣ ମୁଁ ତାକୁ ଅନୁଭବ କରିପାରିଲି, ସେଇଟା ଗୋଟେ କ୍ଷଣ ହେଇପାରେ, କିନ୍ତୁ ମୁଁ ତାକୁ ଅନୁଭବ କରିପାରିଲି ଏବଂ ଏହା ମୋ ଜୀବନରେ କେବେ ବି ଘଟି ନଥିଲା, ସେ କହୁଛନ୍ତି। ତେବେ ଏଇ ଯେଉଁ ଘଟଣାଟି ଆମକୁ କ'ଣ ଅନୁଭବ କରାଉଛି
ଯେ ବାସ୍ତବରେ ସୌନ୍ଦର୍ଯ୍ୟ ଯେଉଁ ଅଛି ବା ସୁନ୍ଦରତା ଆମେ କାହାକୁ କହିବା, ସୁନ୍ଦରତା ଯେଉଁ ରହିଛି ସେଇଟା ମନ ଭିତରେ ଥିବା ଯେଉଁ ପରଦା ହଟିଯିବାର ଗୋଟେ କଥା। ପରଦା ହଟିଯିବାର କଥା ମାନେ ମନ ଭିତରେ ଯେଉଁ ପରଦାଟା ଅଛି ସେ ପରଦାଟି କ'ଣ ବାସ୍ତବରେ ଆମକୁ ସେଇଟାକୁ ବୁଝିବାକୁ ପଡ଼ିବ। ସେଇ ପରଦାଟି ବାସ୍ତବରେ ହେଉଛି ମନରେ ଥିବା ବିଭିନ୍ନ ପ୍ରକାର ବିଚାର, ଭଲ ବିଚାର, ଖରାପ ବିଚାର। ଏଇ ଯେଉଁ ବିଚାର ଦ୍ୱାରା ତିଆରି ହେଇଥିବା ସେଇ ଗୋଟେ ଜାଲ, ଯାହାକୁ ଆମେ ପରଦା କହୁଛେ, ସେଇ ଜାଲ ଯେତେବେଳେ ସେଇ ଜାଲରୁ ଆପଣ ହଟିକି ବା ଉର୍ଦ୍ଧ୍ୱକୁ ଯାଇକି କିଛି ଭାବନ୍ତି, ଚିନ୍ତା କରନ୍ତି ଏବଂ ସେଇ ଯେଉଁ ଆପଣଙ୍କର ଚିନ୍ତାଧାରା ରହିଛି ସେ ଚିନ୍ତାଧାରାକୁ ମାନେ କ'ଣ କହିବା, ଆମେ ସେ ଚିନ୍ତାଧାରାକୁ ସେ ତାରି ଜାଗାରେ ରଖିକି ମଧ୍ୟ ଯେତେବେଳେ ଆମେ କିଛି ଭାବିବାକୁ ଚିନ୍ତା କରେ ବା ଅନୁମାନ କରେ, ସେତିକିବେଳେ ପ୍ରକୃତରେ ଆମ ଜୀବନରେ କିଛି ଅପୂର୍ବ ଘଟିବା ଆରମ୍ଭ ହୁଏ। ସେଇ ଯେଉଁ ଘଟଣାଟି ଘଟେ ତାହାକୁ ହିଁ ଆମେ ବାସ୍ତବରେ ଧ୍ୟାନ କହିବା। ଧ୍ୟାନ ଯେଉଁ ଅଛି, ଧ୍ୟାନ ହେଉଛି ଆପଣଙ୍କର ମନର ଯେଉଁ ବିଚାରର ଯେଉଁ ପରଦା ହଟିଯିବାକୁ ହିଁ ଧ୍ୟାନ କୁହାଯାଏ। ଆଉ ଏଇ ଯେଉଁ ନିର୍ବିଚାରର ଯେଉଁ ସ୍ଥିତି ବା ଦଶାଟି ରହିଛି ତାହାକୁ ହିଁ ବାସ୍ତବରେ ଆମେ ଧ୍ୟାନ କହୁଛେ। ଆଉ ଧ୍ୟାନ ଏକ ଏଭଳି ସ୍ଥିତି ଯେଉଁଠି ତୁମେ ଥାଅ, ତୁମର ଜଗତ ଥାଏ ଏବଂ ତୁମ ଭିତରେ କୌଣସି ବିଚାରର ପରଦା ନଥାଏ। ସେଇ ବିଚାରର ପରଦା ହଟିଯିବାଟା ହିଁ ଧ୍ୟାନ ପାଇଁ ଉପଯୁକ୍ତ କହିପାରିବା ସମୟ ବା ଉପଯୁକ୍ତ ପ୍ରସ୍ତୁତି ବୋଲି ଆମେ କହିପାରିବା। କେତେବେଳେ ଆପଣ ସୂର୍ଯ୍ୟ ଉଦୟ ହେଉଥିବା ଦେଖିକି, ଗୋଟେ ଶାନ୍ତ ଗଛକୁ ଦେଖିକି, ଚନ୍ଦ୍ରମାକୁ ଦେଖିକି କିମ୍ବା କୃଷ୍ଣଚୂଡ଼ା ଗଛର ସେ ଅପୂର୍ବ ସୌନ୍ଦର୍ଯ୍ୟ, ଫୁଲର ଅପୂର୍ବ ସୌନ୍ଦର୍ଯ୍ୟରେ ନିଜକୁ ବିମୋହିତ କରୁଥିବା କ୍ଷଣ ହଉ, ଯେଉଁଠି ଆପଣ ଥିବେ ସେଇ ଆପଣଙ୍କର ସେଇ କ୍ଷଣ, ସେଇ ଅପୂର୍ବ ସମୟ ଥିବ ଯେଉଁଠି ଏତିକି ମାତ୍ର ବି ବିଚାର ନଥିବ ଯେ ସୌନ୍ଦର୍ଯ୍ୟ ପାଇଁ ବା ସେଇ ମୁହୂର୍ତ୍ତ ପାଇଁ କି ସେଇ ଫୁଲ ବା ସେଇ ଅପୂର୍ବ ମୁହୂର୍ତ୍ତ କେଉଁଠୁ ଆସିଛି, କ'ଣ ପାଇଁ ଆସିଛି। ମାନେ ଆପଣ ସପୋଜ ଆପଣ ଗୋଟେ କୃଷ୍ଣଚୂଡ଼ା ଫୁଲକୁ ଦେଖିକି ବିମୋହିତ ହେଇଛନ୍ତି, ସେଇ ଯେଉଁ କ୍ଷଣରେ ଆପଣଙ୍କୁ କେବେ ବି ମନକୁ ଆସିବ ନାହିଁ ଯେ ଇଏ ଫୁଲଟି କୃଷ୍ଣଚୂଡ଼ା ଗଛର, ଇଏ କୃଷ୍ଣଚୂଡ଼ା ଫୁଲ, ଏତିକି ବି ଆପଣଙ୍କୁ ମନକୁ ସେ ସମୟରେ ଆସିବ ନାହିଁ କି ଇଏ ବହୁତ ସୁନ୍ଦର, ସେ ଭାବନା ବି ଆସିବ ନାହିଁ। ସେ କ୍ଷଣ, ଯେଉଁ କ୍ଷଣରେ ଆପଣ ଅବାକ ହେଇଯିବେ, ଯେଉଁ କ୍ଷଣରେ ଆପଣ ଚୁପ୍ ହେଇଯିବେ, ଯେଉଁ କ୍ଷଣରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ସେଇ କ୍ଷଣର ଯେଉଁ ଅନୁଭୂତିଟା ହେଉଛି ଧ୍ୟାନ। ବା ଯଦି ଧ୍ୟାନ କ'ଣ ଯଦି ଜଣେ ବୁଝିବାକୁ ଚେଷ୍ଟା କରିବ ବା ଜାଣିବାକୁ ଚେଷ୍ଟା କରିବ, ଧ୍ୟାନର ଉପଲବ୍ଧି କ'ଣ, ମୁଁ ତାକୁ ଏଇଭଳିଆ ବୁଝେଇବାକୁ ଚାହିଁବି ଯେ ସେଇ ଯେଉଁ ଅପୂର୍ବ ମୁହୂର୍ତ୍ତ ବା କ୍ଷଣରେ ଆପଣ ହତବାକ ହେଇଯାଆନ୍ତି, ଆଶ୍ଚର୍ଯ୍ୟ ହେଇଯାଆନ୍ତି, କୌଣସି ଚିନ୍ତାଧାରା, କୌଣସି ପର୍ଦ୍ଦା ଆପଣଙ୍କ ଭିତରେ, ଆପଣଙ୍କ ଚିନ୍ତାଧାରାରେ ନଥାଏ, ଯେତେବେଳେ ଆପଣ ଶୂନ୍ୟ ହେଇଯାଆନ୍ତି, ଏକ ଅପୂର୍ବ ଦିବ୍ୟ ଆନନ୍ଦର ଅନୁଭୂତି ଥାଏ, ଆଉ କିଛି ନଥାଏ, ସେଇଟା ହିଁ ହେଉଛି ବାସ୍ତବରେ ଧ୍ୟାନ। ଆଉ ଏଇ ଯେଉଁ ଧ୍ୟାନର ଅନୁଭୂତି ବା ଅନୁଭବ କେତେବେଳେ କ୍ଷଣିକ ପାଇଁ ବି ଅନୁଭବ ହୁଏ, କେତେବେଳେ ଅନାୟାସରେ ମଧ୍ୟ ଅନୁଭବ ହେଇଥାଏ। ଏଇ ଯେଉଁ ଅନୁଭବ ଅଛି ଧ୍ୟାନର, ଏହା ଆପଣଙ୍କ ଇଚ୍ଛାରେ ଘଟିତ ହେଇନଥାଏ। ଏହା କେବେ କେବେ ଅନାୟାସରେ ମଧ୍ୟ ଘଟିଯାଏ। ଏହା କେବେ କେବେ କୌଣସି ଶାନ୍ତ ପରିସ୍ଥିତିରେ, କୌଣସି ଶାନ୍ତ ଜାଗାରେ, କୌଣସି ଅପୂର୍ବ ସୌନ୍ଦର୍ଯ୍ୟର ମୋହିତ ଅବସ୍ଥାରେ ମଧ୍ୟ ଘଟି ଯାଇପାରେ। ସେଇ ଯେଉଁ ଅନୁଭବ, କ୍ଷଣିକ ଅନୁଭବ ଥାଏ, ସେଇଟା ହିଁ ହେଉଛି ବାସ୍ତବରେ ଆପଣଙ୍କର ଧ୍ୟାନର ଉପଲବ୍ଧି ବା ଧ୍ୟାନକୁ ବୁଝିବାକୁ ହେଲେ ଆମକୁ ଜାଣିବାକୁ ପଡ଼ିବ। ତେବେ ଏଠି ସାଧାରଣରେ ପ୍ରଶ୍ନ ଆସିବା ସ୍ୱାଭାବିକ କି
ତାହେଲେ ଆମେ ଧ୍ୟାନ ପାଇଁ କ'ଣ କରିବା ଦରକାର? ଧ୍ୟାନ ପାଇଁ ଆପଣଙ୍କୁ ବିଶେଷ କିଛି ଆଡ଼ମ୍ବର କରିବାର ଆବଶ୍ୟକତା ନାହିଁ। ଏଇ ଧାଁ ଦୌଡ଼ ଭଳିଆ ଜୀବନରେ 24 ଘଣ୍ଟା ଭିତରୁ 1 ଘଣ୍ଟା ଆପଣ ନିଜ ପାଇଁ କାଢ଼ନ୍ତୁ ଏବଂ ସେ 1 ଘଣ୍ଟା କୌଣସି ନଦୀ କୂଳରେ, କୌଣସି ବଗିଚାରେ, କୌଣସି ଶାନ୍ତ ଗଛ ମୂଳରେ ଯାଇ ଆଖି ବନ୍ଦ କରିକି ବସିଯାଆନ୍ତୁ। ପ୍ରକୃତିର ସେଇ ଅପୂର୍ବ ଯେଉଁ ସ୍ୱରୂପ ରହିଛି, ଯେ ଅପୂର୍ବ ଆନନ୍ଦ ରହିଛି, ସେ ଅପୂର୍ବ ଭାଷା ରହିଛି, ଯାହା ବର୍ଣ୍ଣନୀୟ ନୁହେଁ, ତାହାକୁ ଆପଣ ଅନୁଭବ କରନ୍ତୁ। ଆପଣ ଦେଖିବେ ପ୍ରକୃତି 24 ଘଣ୍ଟା ଯେତେବେଳେ ଆପଣଙ୍କ ପ୍ରକୃତି ସହିତ ରହିବେ, ସେଇଠି ପ୍ରକୃତି କେତେ ସମୟ ଆପଣଙ୍କୁ ଛାଡ଼ିକି ରହିପାରିବ? କୌଣସି ନା କୌଣସି ମୁହୂର୍ତ୍ତରେ ପ୍ରକୃତି ମଧ୍ୟ ଆପଣଙ୍କୁ ନିଜର କରି ନେବ। ସେ ଗୋଟିଏ ମୁହୂର୍ତ୍ତ ହିଁ ଆପଣଙ୍କର ଧ୍ୟାନର ପ୍ରଥମ ଅନୁଭୂତି ହେବ। ଆଉ ସେଇ ପ୍ରଥମ ଅନୁଭୂତି ଯେଉଁଟା ରହିଛି, ଆପଣ ଯଦି ଗୋଟେ ଥର ସେଇ ଧ୍ୟାନର ଅପୂର୍ବ ଅନୁଭୂତିକୁ ଉପଲବ୍ଧି କଲେ, ତାପରେ ଅନୁଭୂତି ସହଜ ହେଇଯାଇଥାଏ। ଆପଣ ଜାଣିପାରିବେ ଯେ ପ୍ରକୃତରେ ଧ୍ୟାନର ସେ ଅପୂର୍ବ ଅନୁଭୂତି, ଧ୍ୟାନର ସେ ଉପଲବ୍ଧିକୁ କେମିତି ଆପଣ ପାଇପାରିବେ। ସେଇଥିପାଇଁ ବୋଧହୁଏ ଭଗବାନ ବୁଦ୍ଧ ତାଙ୍କର ଶିଷ୍ୟମାନଙ୍କୁ ଧ୍ୟାନ କରିବା ପାଇଁ ଜଙ୍ଗଲ ପଳେଇଯିବା ପାଇଁ କହୁଥିଲେ। ଆପଣ ଜଙ୍ଗଲ ପଳେଇ ଯାଆନ୍ତୁ ଧ୍ୟାନ କରିବା ପାଇଁ, କାରଣ ଜଙ୍ଗଲ ଠାରୁ କିଛି ଭଲ ଜିନିଷ ନାହିଁ ଧ୍ୟାନ କରିବା ପାଇଁ। ଧ୍ୟାନ କେବେ ମନେ ରଖନ୍ତୁ, ଧ୍ୟାନ କେବେ ବି ପରୋକ୍ଷରେ ହୁଏ ନାହିଁ, ପ୍ରତ୍ୟକ୍ଷରେ ହୁଏ ନାହିଁ। ଧ୍ୟାନ ହେଉଛି ପରୋକ୍ଷରେ କରାଯାଏ। ଧ୍ୟାନ କିଛି ମାଧ୍ୟମରେ, କିଛି ତତ୍ତ୍ୱ ମାଧ୍ୟମରେ ଆପଣ ଉପଲବ୍ଧି କରନ୍ତି। ଧ୍ୟାନ କରିବା ପାଇଁ ସବୁଠାରୁ ବଡ଼ ଉପଲବ୍ଧି ହେଲା ଏଇ ପ୍ରକୃତି। ଏଇ ପ୍ରକୃତି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ସାହାଯ୍ୟ କରୁଛି। ପ୍ରକୃତି ଆପଣଙ୍କୁ ଅମ୍ଳଜାନ ଦେଉଛି। ପ୍ରକୃତି ଆପଣଙ୍କୁ ଅପୂର୍ବ ଅନୁଭୂତି ଓ ଅନୁଭବ ଦେଖାଉଛି ବା କରାଉଛି। ତେଣୁ ପ୍ରକୃତି ହେଉଛି ସବୁଠାରୁ ବଡ଼ ମାଧ୍ୟମ। ଯଦି ଆପଣଙ୍କ ପାଖରେ ସେଭଳି କିଛି ସୁବିଧା ବି ନାହିଁ, ସେଇ ପରିସ୍ଥିତି ବି ନାହିଁ, ଆପଣ ଜଙ୍ଗଲ ପଳେଇଯିବେ କି କେଉଁଠି ଯାଇ ବସିଯିବେ, କିଛି କରିବା ଦରକାର ନାହିଁ। ଆପଣ ଚୁପଚାପ ନିଜର ଆଖି ବନ୍ଦ କରି ବସିଯାଆନ୍ତୁ ଏବଂ ନିଜର ନିଶ୍ୱାସ ପ୍ରଶ୍ୱାସକୁ ଗଣିବାକୁ ଆରମ୍ଭ କରନ୍ତୁ। ଯେଉଁ ନିଶ୍ୱାସ ପ୍ରଶ୍ୱାସ କଥା ଭଗବାନ ବୁଦ୍ଧ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ନିଜର ନିଶ୍ୱାସ ପ୍ରଶ୍ୱାସକୁ ବୁଝିବାକୁ ଚେଷ୍ଟା କରନ୍ତୁ ବା ଗଣିବାକୁ ଚେଷ୍ଟା କରନ୍ତୁ, ଯେଉଁଟାକ ପ୍ରତ୍ୟେକ ଧ୍ୟାନ ବିଧିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ସେଇ ଯେଉଁ ଆପଣଙ୍କର ରହିଛି ନିଶ୍ୱାସ ପ୍ରଶ୍ୱାସ, ସେଇ ନିଶ୍ୱାସ ପ୍ରଶ୍ୱାସକୁ ଗଣିବାକୁ, ବୁଝିବାକୁ ଏବଂ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ। ନିଶ୍ୱାସ ଆସିଲା, ନିଶ୍ୱାସ ଗଲା। ଏଇ ଯେଉଁ ଗୋଟେ ଚକ୍ର ରହିଛି ଆପଣଙ୍କ ଭିତରେ, ଯେଉଁ କୁଣ୍ଡଳିନୀ ଚକ୍ର ନିଶ୍ୱାସ ପ୍ରଶ୍ୱାସର, ୟାକୁ ମାଳା କରିଦିଅନ୍ତୁ। ବହୁତ ଆଜିକାଲି ବହୁତ ବାବା, ବହୁତ ଧାର୍ମିକ ବ୍ୟକ୍ତି ଦେଖିବେ, ବହୁତ ଗେରୁଆ ବସ୍ତ୍ର, ମାଳା, ଜପ ସବୁ ଧରିକି ବୁଲୁଛନ୍ତି। କିନ୍ତୁ ମୋ ମତରେ ଆପଣ ଯଦି ଦେଖିବେ, ଆପଣଙ୍କ ଶରୀରରେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ଚାଲିଛି, ତାଠାରୁ ବଡ଼ ମାଳା ଦୁନିଆରେ କିଛି ନାହିଁ। ଆପଣ ଯେତିକି ଦିନ ପର୍ଯ୍ୟନ୍ତ ବଞ୍ଚିଛନ୍ତି, ଆପଣଙ୍କର ନିଶ୍ୱାସ ପ୍ରଶ୍ୱାସ ଚାଲିଛି, ତାହା ହିଁ ହେଉଛି ସବୁଠାରୁ ବଡ଼ ମାଳା। ତାକୁ ହିଁ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ, ତାକୁ ହିଁ ଗଣିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପଣ ଆପଣଙ୍କର ଜୀବନରେ ଯାହା ଉପଲବ୍ଧି କରିବାକୁ ଚାହୁଁଛନ୍ତି, ଯେଉଁ ଶାନ୍ତି, ଆନ୍ତରିକ ଶାନ୍ତି ଏବଂ ଆନ୍ତରିକ ଯେଉଁ ଉପଲବ୍ଧି ରହିଛି ଜୀବନର, ତାହାକୁ ଆପଣ ପାଇପାରିବେ।